ପିଲାମାନେ ଆଜି ଆମେ ଏ ଆଉ ଅଇ ପରିଚୟ ପଢ଼ିବା ହେଲା। ଶୁଣ ଆଉ କୁହ ମୋ ସହିତ। ଏକ ମନ ଏକ ମତ ଏଇ ଏକ ପର୍ବତ। କ'ଣ ହେଇଛି? ଏକ ମନ ଏକ ମତ ଏଇ ଏକ ପର୍ବତ। ବୁଝିଲ? ତାପରେ ଦେଖ ଏ ର ଲିଖନ ପ୍ରଣାଳୀ ସମସ୍ତେ ଲେଖିଦେବ ଏଇଭଳିଆ। ଗୋଟେ ବାକ୍ସ କରାହେଇଛି ପିଲାମାନେ। ଏ ବାକ୍ସ ଭିତରେ କ'ଣ ଲେଖିବ? ଏ ଡାକି ଡାକି ଏଭଳିଆ ଲେଖିବ। ତାପରେ ଦେଇଛି ଏ ଅକ୍ଷରଟି ସିଲଟରେ ଭର। ଏଠି ଗୋଟେ ସିଲଟ ହେଇଛି ନା, ଏ ସିଲଟରେ ତମେ ଏ ଲେଖି ଲେଖି ଭରିବ। ଲେଖିପାରିବ ଏଭଳିଆ। ଦେଖ ଆଉ ଗୋଟେ ଦେଇଛି ଏଣ ପଦଟିକୁ ଗୋଲ ବୁଲାଅ। ପିଲାମାନେ ଏଣର ଅର୍ଥ କ'ଣ? ହରିଣ। କେଉଁଠି ଲେଖା ହେଇଛି ଦେଖ ଏଣ ଏ ଲେଖା ହେଇଛି। ଏକ ଏଇ ଏଣ ମତ। ତ ଆମର କେଉଁଠି ଗୋଲ ବୁଲେଇବା? ଏଣ ପଦଟିରେ ଆମେ ଗୋଲ ବୁଲେଇବା। ଏଣର ଅର୍ଥ ହରିଣ। ବୁଝିପାରିଲ? ଏବେ ପଢ଼ିବା ଅଇ ପରିଚୟ। ଐକ୍ୟ ଜନର ବଳ ଐହ ସୈର ଦଳ। ଏଭଳିଆ କହିବ, ତୁମେ ଅଭ୍ୟାସ କରିବ। ପୁଣି ଦେଇଛି ଅଇ ପଦରେ ଗୋଲ ବୁଲାଅ। ଯେଉଁଠି ଯେଉଁଠି ଅଇ ପଦ ଲେଖା ହେଇଛି ସେଇଠି ଗୋଲ ବୁଲେଇବ। ଦେଖ ଏଠି କ'ଣ ଲେଖା ହେଇଛି? ପ୍ରଥମେ କ ଲେଖା ହେଇଛି, ଗୋଲ ବୁଲେଇବା କି? ନାହିଁ। ତାପରେ ଅଇ, ଏଠି ଗୋଲ ବୁଲେଇ ଦେବ। ତାପରେ ଏ ଟ ଠ, ତାପରେ ଅଇ ପଦରେ ଏଭଳିଆ ଗୋଲ ବୁଲେଇବ। ବୁଝିଲ ପିଲାମାନେ?